Welcome to our class Deep Insights. So today we are discussing about ଭାରତର ଉଚ୍ଚ ଶିକ୍ଷାର ସାମ୍ପ୍ରତିକ ପରିସ୍ଥିତି ଭାରତର ଉଚ୍ଚ ଶିକ୍ଷାର ସାମ୍ପ୍ରତିକ ପରିସ୍ଥିତି present position of higher education in India and NEP 2020। ତ ଭାରତରେ ସାମ୍ପ୍ରତିକ ଉଚ୍ଚ ଶିକ୍ଷାର ଗଠନ ପ୍ରଣାଳୀ, ବିଶ୍ୱବିଦ୍ୟାଳୟର ପ୍ରକାରଭେଦ ଓ ପ୍ରଶାସନିକ ବ୍ୟବସ୍ଥା ବିଷୟରେ ଆଲୋଚନା କର ଏବଂ ଜାତୀୟ ଶିକ୍ଷାନୀତି NEP 2020 ଅନୁଯାୟୀ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରସ୍ତାବିତ ପ୍ରମୁଖ ସଂସ୍କାରଗୁଡ଼ିକୁ ସଂକ୍ଷେପରେ ବୁଝାଅ। ତ ଫାର୍ଷ୍ଟ ଆସୁଛି ତୁମର ଉଚ୍ଚ ଶିକ୍ଷାର ଗଠନ ପ୍ରଣାଳୀ, ଷ୍ଟ୍ରକ୍ଚର ଅଫ ହାୟର ଏଜୁକେସନ। ତ ଆମ ଦେଶ ଭାରତରେ ସାଧାରଣତଃ ଉଚ୍ଚତର ମାଧ୍ୟମିକ +2 ଶିକ୍ଷା ପରେ ଉଚ୍ଚ ଶିକ୍ଷା ଆରମ୍ଭ ହୋଇଥାଏ। କଳା, ବିଜ୍ଞାନ, ବାଣିଜ୍ୟ କ୍ଷେତ୍ରରେ ସ୍ନାତକ ବା ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ 3 ବର୍ଷ ହୋଇଥିବା ବେଳେ ବୈଷୟିକ ପାଠ୍ୟକ୍ରମ, ଇଞ୍ଜିନିୟରିଂ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଧିକାଂଶ ସ୍ନାତକ ପାଠ୍ୟକ୍ରମ 4 ବର୍ଷରୁ 4.5 ବର୍ଷ ଏବଂ ଲ, ଆଇନ ପାଠ୍ୟକ୍ରମ 5 ବର୍ଷ ଲାଗିଥାଏ। ସ୍ନାତକୋତ୍ତର ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ପାଇଁ 2 ବର୍ଷ ଲାଗିଥାଏ। ତାପରେ ଏମଫିଲ୍, ପିଏଚଡି ନିମନ୍ତେ ଛାତ୍ରର ବ୍ୟକ୍ତିଗତ ସୁବିଧା ଅନୁସାରେ ଏବଂ ବିଶ୍ୱବିଦ୍ୟାଳୟର ନିୟମାନୁଯାୟୀ ସମୟ ସ୍ଥିର କରାଯାଏ। ବିଶ୍ୱବିଦ୍ୟାଳୟମାନଙ୍କରେ ଡିଗ୍ରୀ ପାଠ୍ୟକ୍ରମ ବ୍ୟତୀତ ବହୁ ସଂଖ୍ୟାରେ ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମର ବ୍ୟବସ୍ଥା ରହିଛି। ବିଶ୍ୱବିଦ୍ୟାଳୟର ପ୍ରକାରଭେଦ, ଟାଇପ୍ସ ଅଫ ୟୁନିଭର୍ସିଟିଜ। ତ ଭାରତରେ ମୁଖ୍ୟତଃ 2 ପ୍ରକାରର ବିଶ୍ୱବିଦ୍ୟାଳୟ ବିଦ୍ୟମାନ। ଐକିକ ବିଶ୍ୱବିଦ୍ୟାଳୟ ରେ ଯାଉଛି, ଏଗୁଡ଼ିକ ନିଜସ୍ୱ ଶିକ୍ଷାୟତନ ଭିତରେ ସୀମିତ ଥାନ୍ତି। ତହିଁରେ ପୂର୍ବ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମର ବ୍ୟବସ୍ଥା ରହିଥାଏ। ଗବେଷଣା ପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଏ। ଉଦାହରଣ ହେଉଛି ଅଲିଗଡ଼ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଦ୍ୟାଳୟ, ମହୀଶୂର ବିଶ୍ୱବିଦ୍ୟାଳୟ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ। ତାପରେ ଆସିଲା ସଂଯୋଜିତ ବିଶ୍ୱବିଦ୍ୟାଳୟ, ଆଫିଲେଟେଡ ୟୁନିଭର୍ସିଟି। ତ ଏଗୁଡ଼ିକ ସାଧାରଣତଃ କେନ୍ଦ୍ରୀୟ ଶିକ୍ଷାୟତନ ସେଣ୍ଟ୍ରାଲ କ୍ୟାମ୍ପସ ରହିଥାଏ। ଏହା ଅଧୀନରେ ବିଭିନ୍ନ ଜିଲ୍ଲାରେ ଅନେକ ମହାବିଦ୍ୟାଳୟ, କଲେଜ ସଂଯୋଜିତ ହୋଇ ରହିଥାଏ। ଏକକ ବିଶ୍ୱବିଦ୍ୟାଳୟ, ଡିମ୍ଡ ୟୁନିଭର୍ସିଟି। ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟ ସ୍ତରୀୟ ସମତୁଲ୍ୟ ଅନୁଷ୍ଠାନମାନ ରହିଛି, ଯେପରିକି ବନ ସଂରକ୍ଷଣ, ଫରେଷ୍ଟ୍ରି, ଦୁଗ୍ଧ ଉତ୍ପାଦନ, ଡାଏରୀ, ମତ୍ସ୍ୟ ଚାଷ, ପଶୁ ଚିକିତ୍ସା ବିଜ୍ଞାନ, ଫିସରୀ ଆଣ୍ଡ ଭେଟେରିନାରୀ ସମେତ କୃଷି ସଂକ୍ରାନ୍ତୀୟ ଓ ମୁକ୍ତ ବିଶ୍ୱବିଦ୍ୟାଳୟ, ଓପନ ୟୁନିଭର୍ସିଟି, ଇଗ୍ନୋ ପ୍ରଭୃତି। ତାପରେ ବିଶ୍ୱବିଦ୍ୟାଳୟର ପ୍ରଶାସନ। ମୁକ୍ତ ବିଶ୍ୱବିଦ୍ୟାଳୟ ସହିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାର୍ଲାମେଣ୍ଟର ଆଇନ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ବେଳେ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ରାଜ୍ୟ ବିଧାନସଭା ଆଇନ ଦ୍ୱାରା ପ୍ରତିଷ୍ଠିତ। ପ୍ରତ୍ୟେକ ରାଜ୍ୟର ରାଜ୍ୟପାଳ ସମ୍ପୃକ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ଭାବେ କୁଳାଧିପତି ଚାନ୍ସେଲର ପଦବୀ ଅଳଙ୍କୃତ କରିଥାନ୍ତି ଓ ସେ ସର୍ଚ୍ଚ କମିଟିର ସୁପାରିଶ କ୍ରମେ କୁଳପତି ଭାଇସ ଚାନ୍ସେଲରଙ୍କୁ ନିଯୁକ୍ତି ଦେଇଥାନ୍ତି। ତେବେ ପ୍ରଶାସନ ପରିଚାଳନା ପାଇଁ ମୁଖ୍ୟତଃ 3ଟି ସଂସ୍ଥା ଥାଏ। ସିନେଟ ସଭା, ଏଥିରେ ସରକାରୀ ଅଫିସର, ରେଜିଷ୍ଟ୍ରାର, ବିଧାୟକ, ଶିକ୍ଷକ, ପ୍ରତିନିଧି ଆଦି ସଦସ୍ୟ ଥାନ୍ତି। ଏଠାରେ ବାର୍ଷିକ ବିବରଣୀ, ବଜେଟ, ହିସାବପତ୍ର ଆଦି ଅନୁମୋଦିତ ହୁଏ। କାର୍ଯ୍ୟନିର୍ବାହୀ ପରିଷଦ ବା ସିଣ୍ଡିକେଟ, ଏକ୍ଜିକ୍ୟୁଟିଭ କାଉନସିଲ ଆଉ ସିଣ୍ଡିକେଟ। ଏହା ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ ପରିଷଦ ଅଟେ, ଯାହା ଆର୍ଥିକ ଓ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରେ। ଶିକ୍ଷା ପରିଷଦ, ଏକାଡେମିକ କାଉନସିଲ, ଏହା ବିଶ୍ୱବିଦ୍ୟାଳୟର ସିଲାବସ, ପାଠ୍ୟକ୍ରମ, ପ୍ରବେଶିକା ପରୀକ୍ଷା ଓ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରେ। ତାପରେ NEP 2020 ଅନୁଯାୟୀ ଉଚ୍ଚଶିକ୍ଷାର ପ୍ରମୁଖ ସଂସ୍କାର କଣ ରହୁଛି ଦେଖିବା। ତ NEP 2020 ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ସମ୍ପୂର୍ଣ୍ଣ କାର୍ଯ୍ୟଶାଳା ପ୍ରସ୍ତୁତ କରିଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଚ୍ଚ ଗୁଣବତ୍ତା, ସମତା ଓ ଅନ୍ତର୍ଭେଶୀ ଉଚ୍ଚଶିକ୍ଷା ପ୍ରଦାନ କରିବା। ପାଠ୍ୟକ୍ରମ ଆଉ ଗଠନ ଶୈଳୀ, ଷ୍ଟ୍ରକ୍ଚର ଆଣ୍ଡ ଫ୍ଲେକ୍ସିବିଲିଟି, ବହୁ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା, ମଲ୍ଟି ଏଣ୍ଟ୍ରି ଆଣ୍ଡ ଏକ୍ଜିଟ୍। ଶିକ୍ଷାର୍ଥୀମାନେ ନିଜ ସୁବିଧା ଅନୁଯାୟୀ ପାଠପଢ଼ା ମଝିରୁ ଛାଡ଼ିପାରିବେ ଏବଂ ପୁନର୍ବାର ସେହି ସ୍ଥାନରୁ ଆରମ୍ଭ କରିପାରିବେ। ପ୍ରମାଣପତ୍ରର ଅବଧି 1 ବର୍ଷ, ଶିକ୍ଷା ସମାପ୍ତି ପରେ ସାର୍ଟିଫିକେଟ, 2 ବର୍ଷ ପରେ ଡିପ୍ଲୋମା, 3 ବର୍ଷ ପରେ ସ୍ନାତକ ଏବଂ 4 ବର୍ଷର ଗବେଷଣା ସହ ଶିକ୍ଷା ସମାପ୍ତି ପରେ ସମ୍ମାନ ସହ ଗବେଷଣା ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ। ସ୍ନାତକୋତ୍ତର ପିଜି ବିକଳ୍ପ, 3 ବର୍ଷର ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଙ୍କ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମ 2 ବର୍ଷର ହେବ ଏବଂ 4 ବର୍ଷର ସ୍ନାତକ କରିଥିବା ଛାତ୍ରଙ୍କ ପାଇଁ ଏହା 1 ବର୍ଷର ହେବ। ତ ଏମଫିଲ୍ ଉଚ୍ଛେଦ, ବର୍ତ୍ତମାନ ପ୍ରଚଳିତ ଏମଫିଲ୍ ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ। ପିଏଚଡି ପାଇଁ ସ୍ନାତକୋତ୍ତର କିମ୍ବା 4 ବର୍ଷର ସ୍ନାତକ ଡିଗ୍ରୀ ବାଧ୍ୟତାମୂଳକ ହେବ। ତ NEP 2020 ହିସାବରେ ତାର ପାଠ୍ୟକ୍ରମ ଆଉ ଗଠନ ଶୈଳୀ,
ଗଲା ଇଏ ତାପରେ ସରି ଯାଇଛି ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ତ ଥ୍ୟାଙ୍କ ୟୁ।